ଆପଣ କେବେ ଭାବିଛନ୍ତି କି ଯେ ଜଣେ ସାଧାରଣ ଚାକିରି କରୁଥିବା ବ୍ୟକ୍ତି ଯାହାର ଦରମା କେବଳ ବଞ୍ଚିବା ପାଇଁ ଯଥେଷ୍ଟ ସେ ମଧ୍ୟ ଫାଇନାନ୍ସିଆଲ ଫ୍ରିଡମ ହୋଇପାରିବେ? ଏହା ମହେଶ ବାବୁଙ୍କର କାହାଣୀ, ଯିଏ ପ୍ରତି ମାସରେ ନିଜ ଦରମା ପାଇଁ ଲୋଭ କରୁଥିଲେ, କିନ୍ତୁ ତାଙ୍କର ଚିନ୍ତାଧାରା ପରିବର୍ତ୍ତନ ହେବା ମାତ୍ରେ ତାଙ୍କ ଜୀବନ ବଦଳିଗଲା। ମହେଶ ଏକ ଲୋକାଲ କମ୍ପାନୀରେ ଆକାଉଣ୍ଟାଣ୍ଟ ଥିଲେ। ତାଙ୍କ ଦରମା ପ୍ରତି ମାସରେ 25,000 ଟଙ୍କା ଥିଲା। ଦରମା ଆସିବା ମାତ୍ରେ ପ୍ରତି ମାସରେ EMI, ଭଡ଼ା, ରାସନ, ପିଲାମାନଙ୍କ ଫି ଏବଂ ତାପରେ ଖାଲି ପକେଟ ଥିଲା। ସେ ଭାବୁଥିଲେ ଯେ ଅଧିକ ରୋଜଗାର କଲେ ହିଁ କିଛି ପରିବର୍ତ୍ତନ ହେବ, କିନ୍ତୁ ପ୍ରକୃତ ଖେଳ ଚିନ୍ତାଧାରାର ଥିଲା। ଗୋଟିଏ ଦିନ ମହେଶ ଏକ ଭିଡିଓ ଦେଖିଥିଲେ ଯାହା ତାଙ୍କ ଚିନ୍ତାଧାରାକୁ ହଲାଇ ଦେଲା। ସେ ପ୍ରଥମ ଥର ପାଇଁ ଶୁଣିଲେ ଯେ ଦରମା ଦ୍ୱାରା ଲୋକ ଧନୀ ହୁଏ ନାହିଁ, ଅଭ୍ୟାସ ଦ୍ୱାରା ଲୋକ ଧନୀ ହୋଇଥାଏ। ଟଙ୍କାର ଅଭାବ ନାହିଁ, କିନ୍ତୁ ଆର୍ଥିକ ଶିକ୍ଷାର ଅଭାବ ଅଛି। ଏବେ ଶିଖିବାର ସମୟ ବୋଲି ମହେଶ ନିଷ୍ପତ୍ତି ନେଇଥିଲେ। ଏବେଠାରୁ ସେ ପ୍ରତିଦିନ ଶିଖିବେ, ପ୍ରତି ମାସରେ ସେ ଟିକେ ପରିବର୍ତ୍ତନ କରିବେ। ସେ ତାଙ୍କ ଖର୍ଚ୍ଚର